ନମସ୍କାର। ନିର୍ବାଚନର ଫଳାଫଳ କେବଳ କିଛି ସଂଖ୍ୟା ନୁହେଁ, ସେଗୁଡ଼ିକ ଭିତରେ ଲୁଚି ରହିଥାଏ ଗୋଟିଏ ଗୋଟିଏ କାହାଣୀ, ଲୋକଙ୍କ ଆଶା, ଆକାଂକ୍ଷା ଆଉ ଅସନ୍ତୋଷର କାହାଣୀ। ଆଜି ଆମେ ସେମିତି ଏକ କାହାଣୀ ଭିତରକୁ ଯିବା। ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଫଳାଫଳକୁ ଆମେ ଗଭୀର ଭାବେ ବିଶ୍ଳେଷଣ କରିବା ଆଉ ବୁଝିବାକୁ ଚେଷ୍ଟା କରିବା ଯେ ଏହି ବଡ଼ ପରିବର୍ତ୍ତନ ପଛରେ ପ୍ରକୃତ କାରଣଗୁଡ଼ିକ କ'ଣ ଥିଲା। ଓଡ଼ିଶାର ଟିଟିଲାଗଡ଼ ଦେଖିବାକୁ ଗଲେ ଏହା ଗୋଟିଏ ସ୍ଥାନୀୟ ନିର୍ବାଚନର କଥା, କିନ୍ତୁ ପ୍ରକୃତରେ ଏହା ଭିତରେ ପୂରା ଭାରତୀୟ ରାଜନୀତିରେ ଆସୁଥିବା ପରିବର୍ତ୍ତନର ଝଲକ ଦେଖିବାକୁ ମିଳେ। ଏଠାରେ ସ୍ଥାନୀୟ ସମସ୍ୟା ଆଉ ଜାତୀୟ ରାଜନୀତିର ଧାରା ଦୁଇଟାଯାକ ମିଶି ଏକ ନୂଆ ବାସ୍ତବତା ସୃଷ୍ଟି କରିଛନ୍ତି। ଏହି ସଂଖ୍ୟାଟିକୁ ଦେଖନ୍ତୁ, ଋଣାତ୍ମକ 17,399। ଏହା ହିଁ ଥିଲା 2024ରେ ବିଜେଡି ପାଇଁ ପରାଜୟର ବ୍ୟବଧାନ। ଗୋଟିଏ ସଂଖ୍ୟା, କିନ୍ତୁ ଏହା ଭିତରେ ଅନେକ ପ୍ରଶ୍ନ ଆଉ ଉତ୍ତର ଲୁଚି ରହିଛି। ଏହା ହିଁ ଆମର ଆଜିର ଅନୁସନ୍ଧାନର କେନ୍ଦ୍ରବିନ୍ଦୁ। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏତେ ବଡ଼ ଗୋଟେ ଫାଙ୍କକୁ ପୂରଣ କରାଯାଇପାରିବ କିପରି? କେବଳ କ'ଣ ହେଲା ସେଟିକି ଜାଣିବା ଯଥେଷ୍ଟ ନୁହେଁ। ଏହା କିପରି ହେଲା ଆଉ କାହିଁକି ହେଲା ତାକୁ ନ ବୁଝିବା ପର୍ଯ୍ୟନ୍ତ ଆଗକୁ ରାସ୍ତା ଦେଖାଯିବ ନାହିଁ। ଆସନ୍ତୁ ଏବେ ସଂଖ୍ୟାରୁ ବାହାରି ସିଧା ମାଟି ପାଖକୁ ଯିବା, କାରଣ ରାଜନୀତିର ପ୍ରକୃତ ସ୍ପନ୍ଦନ ସେହି ଲୋକଙ୍କ ଦୈନନ୍ଦିନ ଜୀବନ, ସେମାନଙ୍କର ସଂଘର୍ଷ ଭିତରେ ହିଁ ଥାଏ। ଭୋଟ କେମିତି ସେମାନଙ୍କର ଜୀବିକା ସହ ଯୋଡ଼ି ହୋଇ ରହିଛି ତାହା ବୁଝିବାକୁ ପଡ଼ିବ। ଗୋଟେ ମିନିଟ୍ ପାଇଁ ଏହି ସଂଖ୍ୟା ବିଷୟରେ ଭାବନ୍ତୁ। 90%। ବଲାଙ୍ଗୀର ଜିଲ୍ଲାର ପ୍ରାୟ 90% ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରନ୍ତି। ଏହି ଗଭୀର ଆର୍ଥିକ ସଙ୍କଟ ହିଁ ଟିଟିଲାଗଡ଼ର ରାଜନୀତିକୁ ପରିଚାଳିତ କରୁଥିବା ସବୁଠାରୁ ବଡ଼ ଶକ୍ତି। ଏହି ଦାରିଦ୍ର୍ୟର ସବୁଠୁ ବଡ଼ ଆଉ ଯନ୍ତ୍ରଣାଦାୟକ ପରିଣାମ କ'ଣ ଜାଣନ୍ତି? ଦାଦନ, ଏହି ବାକ୍ୟଟି ଶୁଣନ୍ତୁ। ଟିଟିଲାଗଡ଼ର ପ୍ରତିଟି ଗାଁରୁ ଲୋକେ ପେଟ ପାଇଁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ। ଯେତେବେଳେ ଗାଁ ଖାଲି ହୋଇଯାଏ, ସେତେବେଳେ ତାର ପ୍ରଭାବ ଭୋଟ ବକ୍ସରେ ନିଶ୍ଚୟ ପଡ଼େ। ଆଉ ଦେଖନ୍ତୁ ଏହି ସମସ୍ୟା କେମିତି ସାମାଜିକ ସ୍ତର ସହିତ ଯୋଡ଼ି ହୋଇ ରହିଛି। ଯେଉଁମାନେ ବାହାରକୁ ଯାଉଛନ୍ତି ସେମାନଙ୍କ ମଧ୍ୟରୁ 70% ହେଉଛନ୍ତି ଅନୁସୂଚିତ ଜାତି ଓ ଜନଜାତିର ଲୋକ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଆର୍ଥିକ ସଙ୍କଟର ସବୁଠୁ ବେଶି ମାଡ଼ ସମାଜର ସବୁଠୁ ଦୁର୍ବଳ ବର୍ଗଙ୍କ ଉପରେ ପଡ଼ୁଛି। ଏଗୁଡ଼ିକ କେବଳ ଅଲଗା ଅଲଗା ଅଭିଯୋଗ ନୁହେଁ, ବରଂ ଗୋଟିଏ ସୂତାରେ ବନ୍ଧା। ଚାଷରେ ଆୟ କମୁଛି, ତେଣୁ ଦାରିଦ୍ର୍ୟ ବଢ଼ୁଛି। ପାଣିର ଅଭାବ, ତେଣୁ କୃଷିରେ ସମସ୍ୟା। ମନରେଗା କାମ ଠିକ୍ ସମୟରେ ମିଳୁନି କି ପଇସା ମିଳୁନି। ଏହି ସବୁ ମିଶି ଲୋକଙ୍କ ଭିତରେ ଏକ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଥିଲା। ତେବେ ଲୋକଙ୍କ ସମସ୍ୟା ବୁଝିସାରିବା ପରେ ଚାଲନ୍ତୁ ଏବେ ତଥ୍ୟ ଆଧାରରେ ଦେଖିବା ଏହି ରାଜନୈତିକ ପରିବର୍ତ୍ତନ ପାଇଁ କେଉଁ ଧାରା ବହୁଦିନରୁ ବାଟ ତିଆରି କରୁଥିଲା। ଏଇଠି ଗୋଟିଏ କଥା ମନେ ରଖିବା ଜରୁରୀ ଯେ ଏଭଳି ତଥ୍ୟ ସଂଗ୍ରହ କରିବା ବେଳେ ଲୋକଙ୍କର ଗୋପନୀୟତାର ସମ୍ମାନ କରିବା ଆମ ସାମ୍ବିଧାନିକ ଦାୟିତ୍ୱ। ଏହି ଟାଇମ୍ଲାଇନ୍କୁ ଦେଖିଲେ ଗୋଟିଏ କଥା ପୁରା ସ୍ପଷ୍ଟ ହୋଇଯାଉଛି। 2009ରୁ 2024 ବିଜେଡିର ଭୋଟ ଅଂଶ ପ୍ରାୟ 40% ଆଖପାଖରେ ସ୍ଥିର ରହିଛି। କିନ୍ତୁ ଅନ୍ୟପଟେ ଦେଖନ୍ତୁ, ବିଜେପିର ଭୋଟ ଅଂଶ ଧୀରେ ଧୀରେ ବଢ଼ି 2019 ପରେ ଏକ ବଡ଼ ଲମ୍ପ ଦେଇଛି। ଆଉ ଏହି ବାର ଚାର୍ଟରେ ସେହି ପରିବର୍ତ୍ତନର ପୂରା ଚିତ୍ର ରହିଛି। ମାତ୍ର 5 ବର୍ଷ ଭିତରେ ବିଜେପିର ଭୋଟ ଅଂଶ ପ୍ରାୟ 2 ଗୁଣ ହୋଇଯାଇଛି। 2019ରେ ଯାହା 25.8% ଥିଲା, 2024ରେ ତାହା ସିଧା 48.3%ରେ ପହଞ୍ଚିଲା। ଏହା ହିଁ 2024ର ଫଳାଫଳର ସବୁଠାରୁ ନିର୍ଣ୍ଣାୟକ କାରଣ। ହେଲେ ପ୍ରଶ୍ନ ହେଉଛି, ଏମିତି କାହିଁକି ହେଲା? ଦେଖନ୍ତୁ, ଏଠି ଦୁଇଟି ପକ୍ଷର କାର୍ଯ୍ୟଶୈଳୀ ଆଉ ସମ୍ବଳର ପାର୍ଥକ୍ୟକୁ ବୁଝିବାକୁ ପଡ଼ିବ। ଗୋଟିଏ ପଟେ କାମର ଧୀରଗତି, ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ଏବଂ ସମ୍ବଳର ଅଭାବ, ଆଉ ଅନ୍ୟପଟେ ଏକ ସୁସଂଗଠିତ କେନ୍ଦ୍ରୀୟ ନେତୃତ୍ୱ, ଶକ୍ତିଶାଳୀ ଜାତୀୟ ବାର୍ତ୍ତା ଏବଂ ଦାଦନ ଶ୍ରମିକଙ୍କୁ ସଂଗଠିତ କରିବାର କ୍ଷମତା। ତେବେ ଅତୀତରୁ ଶିଖିବା ପରେ ଏବେ ଭବିଷ୍ୟତ କଥା ଚିନ୍ତା କରିବା। ଏହିସବୁ ବିଶ୍ଳେଷଣ ଆଧାରରେ ଆଗାମୀ ଦିନ ପାଇଁ ଏକ ମଜବୁତ ରଣନୀତି କ'ଣ ହୋଇପାରେ? କେଉଁ ରାସ୍ତାରେ ଗଲେ ପୁଣିଥରେ ଲୋକଙ୍କର ବିଶ୍ୱାସ ଜିତିହେବ? ଆଉ ଏହିସବୁ ଆହ୍ୱାନକୁ ସାମ୍ନା କରିବା ପାଇଁ ଏକ ସୁଚିନ୍ତିତ ରଣନୀତିର ପ୍ରସ୍ତାବ ରହିଛି। ଏହାକୁ କୁହାଯାଉଛି ଚତୁର୍ମୁଖ ସିଦ୍ଧାନ୍ତ। ଏହାର ଅର୍ଥ ହେଉଛି ଏକ ଚାରିପକ୍ଷୀୟ ରଣନୀତି ଯାହା ସମସ୍ୟାର ସବୁ ଦିଗକୁ ଏକା ସାଙ୍ଗରେ ଧ୍ୟାନରେ ରଖିଥାଏ। ଏହାର 4ଟି ମୁଖ ବା ଦିଗ ଅଛି, ଆଉ ସବୁଗୁଡ଼ିକ ପରସ୍ପର ସହ ଜଡ଼ିତ। ପ୍ରଥମତଃ, ନିର୍ବାଚନୀ ସ୍ତରରେ ଦାଦନ ଶ୍ରମିକ ଆଉ ଯୁବପିଢ଼ିଙ୍କୁ ଯୋଡ଼ିବା। ଦ୍ୱିତୀୟରେ, ସଂଗଠନକୁ ବୁଥ୍ ସ୍ତରରେ ମଜବୁତ କରିବା। ତୃତୀୟରେ, ଲୋକଙ୍କ ମୌଳିକ ସମସ୍ୟା ଉପରେ ଏକ ସ୍ପଷ୍ଟ ବାର୍ତ୍ତା ଦେବା। ଆଉ ଚତୁର୍ଥରେ, ସମ୍ବଳର ସଠିକ୍ ବ୍ୟବହାର କରିବା। କିନ୍ତୁ ଖାଲି ରଣନୀତି ଥିଲେ ତ ହବନି, ତାକୁ କାମରେ ଲଗେଇବାକୁ ପଡ଼ିବ। ଆଉ ସେଥିପାଇଁ ଏକ 90 ଦିନର ପୂରା ରୋଡ୍ମ୍ୟାପ୍ ରହିଛି। ଟିମ୍ ଗଠନ କରିବାଠାରୁ ଆରମ୍ଭ କରି ଡାଟା ଯାଞ୍ଚ କରିବା, ଲୋକଙ୍କ ପାଖରେ ପହଞ୍ଚିବା ଆଉ ଶେଷରେ ଭୋଟ ଦିନ ପାଇଁ ପ୍ରସ୍ତୁତ ହେବା,
ପ୍ରତ୍ୟେକ ପଦକ୍ଷେପ ପାଇଁ ଏକ ସମୟସୀମା ରହିଛି। ଶେଷରେ ସବୁକିଛି ନେତୃତ୍ୱ ଉପରେ ନିର୍ଭର କରେ। ରଣନୀତି କାଗଜରେ ରହିଯିବ ଯଦି ପ୍ରାର୍ଥୀ ନିଜେ ଲୋକଙ୍କ ପାଖକୁ ନ ଯିବେ। ତାଙ୍କୁ ସବୁବେଳେ ଲୋକଙ୍କ ସହ ରହିବାକୁ ପଡ଼ିବ, ସେମାନଙ୍କର ସମସ୍ୟା ଶୁଣିବାକୁ ପଡ଼ିବ, ଆଉ କେବଳ କଥାରେ ନୁହେଁ କାମରେ କରି ଦେଖାଇବାକୁ ପଡ଼ିବ ଯେ ସେ ସେମାନଙ୍କ ସହିତ ଅଛନ୍ତି। ଏହି ପୂରା ବିଶ୍ଳେଷଣ ଆମ ସାମ୍ନାରେ ଗୋଟିଏ ବଡ଼ ପ୍ରଶ୍ନ ଛିଡ଼ା କରାଉଛି। ଆଜିକାଲିର ଦୁନିଆରେ ଯେତେବେଳେ ଲୋକେ ଜୀବିକା ପାଇଁ ନିଜ ମାଟି ଛାଡ଼ୁଛନ୍ତି ଆଉ ଡିଜିଟାଲ ଦୁନିଆରେ ଏତେ ପ୍ରଚାର ହେଉଛି, ସେତେବେଳେ କ'ଣ ପ୍ରକୃତରେ ଲୋକଙ୍କ ପାଖକୁ ଯାଇ ତାଙ୍କ ସୁଖ ଦୁଃଖରେ ସାଥୀ ହୋଇ ଏକ ନିର୍ବାଚନ ଜିତିହେବ? If you want to become a people-centric leader and uplift your constituency, get in touch with blueprintstrategies.ai at mgr@blueprintstrategies.ai or call 8042043160 Purpose Beyond Politics.